ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ତୁରନ୍ତ ଖଲାସ କରିବା ଦାବିରେ ବାମପନ୍ଥୀ ଦଳମାନଙ୍କ ବିକ୍ଷୋଭ ପ୍ରଦର୍ଶନ। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ତୁରନ୍ତ ଖଲାସ ଦାବିରେ ସିପିଆଇଏମ୍, ସିପିଆଇ, ଏସ୍ୟୁସିଆଇସି ପକ୍ଷରୁ ଏକ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କଟକ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ଘଟଣାରେ ବିଜେପି ସରକାରଙ୍କର ଅପମାନଜନକ ଓ ଲଜ୍ଜାହୀନ ଆଭିମୁଖ୍ୟକୁ ନିନ୍ଦା କରି ବାମପନ୍ଥୀ ନେତୃବୃନ୍ଦ ବକ୍ତବ୍ୟରେ ଗୋଟିଏ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ର ଭେନେଜୁଏଲା ଆମେରିକାର ନଗ୍ନ ଆକ୍ରମଣ ଓ ଦାଦାଗିରି ବିଶ୍ୱବାସୀଙ୍କୁ ହତବାକ୍ କରିଛି। ଆମେରିକାର ସଶସ୍ତ୍ର ବାହିନୀ ଦ୍ୱାରା ସେ ଦେଶର ରାଷ୍ଟ୍ରପତି ଓ ତାଙ୍କର ପତ୍ନୀଙ୍କୁ ଅପହରଣ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣାକୁ କେନ୍ଦ୍ର ବିଜେପି ସରକାର ବୈଦେଶିକ ନୀତି ପାଳନ କ୍ଷେତ୍ରରେ ବିଫଳ ହୋଇଛି। ପରୋକ୍ଷରେ ସାମ୍ରାଜ୍ୟବାଦୀ ଆକ୍ରମଣ ଓ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି ବକ୍ତାମାନେ ମତ ରଖିଛନ୍ତି। ମୋଦି ସରକାରଙ୍କର ଏହି ଲଜ୍ଜାଜନକ ଆଭିମୁଖ୍ୟ ତ୍ୟାଗ କରିବାକୁ ଏବଂ ଭେନେଜୁଏଲାରେ ଆମେରିକାର ଆକ୍ରମଣ ଏବଂ ବେଆଇନ କାର୍ଯ୍ୟକଳାପ ବିରୋଧରେ ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଭାରତ ସରକାର ଦୃଢ଼ ଭାବରେ ମତ ଉପସ୍ଥାପନ କରିବା ପାଇଁ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଦାବି କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରବିନାରାୟଣ ମଲ୍ଲିକ ସଭାପତିତ୍ୱରେ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଅମରେନ୍ଦୁ ମହାନ୍ତି, ବରିଷ୍ଠ ନେତା କିଶୋର ଜେନା, ପ୍ରସନ୍ନ ମହାପାତ୍ର, ସୁଶାନ୍ତ ମହାପାତ୍ର, କୃଷ୍ଣପ୍ରିୟା ମିଶ୍ର, ଅଶୋକ दा, विपिन बिहारी पाढ़े, सीपीआईएम जिला संपादक बद्रीनारायण दास, प्रताप महापात्र, विष्णु बेहेरा, चंद्रकांत बेहेरा, श्रमिक नेता पीताम्बर लेंका, रमेश बेहेरा, एसयूसीआईसी राज्य संपादक मंडली सदस्य विश्वा बसु दास, दलर ऑफिस संपादक खगेश्वर सेठी, राजकिशोर मल्लिक, वसंत नायक, टीका सामल, दीपक दास प्रमुख विक्षोभ नेतृत्व नहीं। अमरेल महांती एआईटीयूसी कटक जिला उपसभापति 2026 मसीहा आरंभ होगा सहित मार्किन साम्राज्यवादर सैतानी वर्तमान सारा विश्व रे समस्त आखिरे बढ़ी जाइछि। अमेरिका वर्तमान देवालिया अवस्था रे अछि। साधारण लोकंकर अवस्था वर्तमान सांघातिक होबाकू जाउछि। सेथिरु वर्तिबा पाई जो भली भाबरे भेनेजुएला उपरे आक्रमण करबा सहित हठात आकस्मिक भाबरे तार राष्ट्रपति मादुरो एवं तांकर स्त्री को अपहरण करि निया गला। एथिरु ट्रम्प सरकार अमेरिका साम्राज्यवादर जघन्य कार्यकलाप सम्मुख को आसी जहाको जातिसंघ निंदा करिछि। चाइना भली देश तुरंत राष्ट्रपति को मुकुलेवा पाई कहिसंती। आम देश अन्य एवं विश्ववासी ताकू केबे सहयोग करि परिबे नाही। सेहिते पाई खोद अमेरिकार मध्य विक्षोभ सृष्टि होइछि। भेनेजुएलार राजरास्ता उपरे 3 दिन धरी लोके धारणा बसिचंती। विश्व सारा आंदोलन लहर सृष्टि होइछि एवं ए परिस्थिति रे सारा विश्ववासी सतर्क बाणी चरम बाणी अमेरिका प्रति रही जे ट्रम्प जदि तांकर आगामी दिन में अमेरिका निश्चित भाव में भोगी। आम पृथ्वी जेते देश स्वाधीन सार्वभौम देश उपरे आक्रमण करचंते एवं तार निर्वाचित नेता मानन को कैदी करचंते बा मारिचंते तार सरदार होचे अमेरिका। अमेरिका युक्ति करुची कौन तांको जहाज रे कुआडे थिला ड्रग्स थिला निशा थिला किंतु सबुठु बेसी निशार कंताघर होचे अमेरिका। ता परे होची म्यांमार रे जो मिलिटरी जनता संगे अमेरिका रे घनिष्ठ संपर्क। तेणु ये युक्ति जो ग्रहणीय नुह। तांकर असल उद्देश्य कौन भेनेजुएला रे जो तैल संपद रही तार परिमाण कल्पना बाहर 303 बिलियन बैरेल गोटाए बैरेल होची 165 लिटर एवं 303 बिलियन माने 303 100 कोटी बैरेल एवं सेटा सऊदी अरब अधिक सेटा समग्र पृथ्वी रे सबुठ बेसी ताकू संपद को दखल करवा एवं सेमाने मादुरो एवं तांको पत्नी को खलास करू एवं भारत सरकार पाखे आमर दाबी होची
ଯେ ତୁମେ ଆମର ସ୍ୱାଧୀନ ବୈଦେଶିକ ନୀତି, ଗୋଷ୍ଠୀ ନିରପେକ୍ଷ ବୈଦେଶିକ ନୀତି, ସାମ୍ରାଜ୍ୟବାଦ ବିରୋଧୀ ବୈଦେଶିକ ନୀତି ତାକୁ କାର୍ଯ୍ୟକାରୀ କରନ୍ତୁ। ବନ୍ଦୁକରେ ନେଇଛନ୍ତି ଲୋକେ ଯାଇ ଭୋଟ ଦେଇ ନିର୍ବାଚିତ କରିଛନ୍ତି, ତାଙ୍କୁ ଆଉ ଗୋଟେ ଦେଶର ରାଷ୍ଟ୍ରପତି ବନ୍ଦୁକରେ ନେବା ଏଇଟା ଅତ୍ୟନ୍ତ ନିନ୍ଦନୀୟ ଜଘନ୍ୟ କାମ। ଏବଂ କେବଳ ବେଞ୍ଜୁୱାଲାର ତୈଳ ସମ୍ପଦ ଆଉ ସ୍ୱର୍ଣ୍ଣ ଖଣି, ବେଞ୍ଜୁୱାଲାର ଯୋଉ ମାଇନ୍ସ ମିନେରାଲ୍ସ ଅଛି ତାକୁ ଲୁଟ୍ କରିବା ପାଇଁ ଆମେରିକାର ଯୋଉ କାର୍ଯ୍ୟକ୍ରମ। ଆଗରୁ ସେମାନେ କହୁଥିଲେ ସଦାମ ହୁସେନ ବିଧ୍ୱଂସକ ଅସ୍ତ୍ର ରଖିଥିଲା, ଲିବିୟାରେ ଗଦାଫି ଅସ୍ତ୍ର ରଖିଥିଲା, ଆଗରୁ ପାନାମା ରାଷ୍ଟ୍ରପତି ମଧ୍ୟ ଅପହରଣ କରିଥିଲେ, ହଣ୍ଡୁରାସ ରାଷ୍ଟ୍ରପତି ଅପହରଣ କରିଥିଲେ। ଏବଂ ଆମେରିକାର ଯୋଉ ଲାଡେନ ବୋଲି ଯୋଉ କହୁଛନ୍ତି ବିଲ୍ ଲାଡେନକୁ ଯୋଉ ମାରିଥିଲେ, ଆଜିର ପ୍ରମାଣିତ ହେଲା ବିଲ୍ ଲାଡେନ ଠୁ ଅଧିକା ଭୟଙ୍କର ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ତେଣୁକରି ବିଲ୍ ଲାଡେନକୁ ଅପହରଣ ହତ୍ୟା କରିଥିବା ଯୋଉ ଟ୍ରମ୍ପ ଆଜି ସେ ଯୋଉ ଭାବରେ ଭାରତ ବର୍ଷର ତାର ଘୋଷିତ ନୀତିରୁ ଆମ ଦେଶ ପଛେଇ ଯାଇଛି, ଯାହାଫଳରେ ଆମ ଦକ୍ଷିଣ ଏସିଆରେ ଏବଂ ବ୍ରିକ୍ସରେ ନେତୃତ୍ୱର ଅଧିକାର ଆମ ଦେଶ ହରେଇଛି। କହୁଛୁ ସେମାନେ ରାଜରାସ୍ତାକୁ ଓହ୍ଲାନ୍ତୁ, এই ଦସ୍ୟୁବୃତ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ। କଟକରୁ ଦାମଚର ବ୍ୟୁରୋଙ୍କ ରିପୋର୍ଟ, ଭାରତ ନ୍ୟୁଜ।